ସନ୍ନ୍ୟାସ ନେବେ 5 ବଡ଼ ଖେଳାଳି। ସରିଲା ବିଶ୍ୱକପ୍। 5 କ୍ରିକେଟରଙ୍କ କ୍ୟାରିୟର ବି ଶେଷ। 5 ଜଣ ଖେଳାଳିଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଏଥର ବିଶ୍ୱକପ୍ ଆଖିଦୃଶିଆ ପ୍ରଦର୍ଶନ କରିନଥିବା 5 ଖେଳାଳି ସନ୍ନ୍ୟାସ ନେବା ପାଇଁ ଜୋରଦାର ଚର୍ଚ୍ଚା ହେଉଛି। ସରିଛି ଟି20 ବିଶ୍ୱକପ୍। ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଏବେ ସେମାନଙ୍କ ଭବିଷ୍ୟତ ତର୍ଜମା ଆରମ୍ଭ କରିଦେଲେଣି ଟିମ୍ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତା। ପ୍ରାୟ ସମସ୍ତ ଦଳରେ ଏମିତି କିଛି ଚାଲିଥିବା କୁହାଯାଉଛି। ପୁରୁଣାଙ୍କୁ ବିଦା କରି ନୂଆଙ୍କୁ ସୁଯୋଗ ଦେବାକୁ ଚାହିଁବେ ଦଳୀୟ ବୋର୍ଡ। ଏହି କ୍ରମରେ 5 ଜଣ ଖେଳାଳିଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଏଥର ବିଶ୍ୱକପ୍ରେ ଆଖିଦୃଶିଆ ପ୍ରଦର୍ଶନ କରିନଥିବା 5 ଖେଳାଳିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଲା। ଏଥର ବିଶ୍ୱକପ୍ ଖେଳିଥିବା 5 ଷ୍ଟାରକୁ ଆଉ ମିଳିପାରିବନି ସୁଯୋଗ, ଅର୍ଥାତ୍ ସେମାନେ ସନ୍ନ୍ୟାସ ନେବା ପାଇଁ ସମୟ ଆସିଯାଇଛି ବୋଲି ପ୍ରଶଂସକ ବି କହିଲେଣି। ଆଇସିସି ଟି20 ବିଶ୍ୱକପ୍ 2026 ଟିମ୍ ଇଣ୍ଡିଆ ପାଇଁ ଐତିହାସିକ ଥିଲା, କାରଣ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ତୃତୀୟ ଥର ଲାଗି ଜିତି ଇତିହାସ ରଚିଥିଲା। ଏହା ସହିତ ଭାରତୀୟ ଦଳ ଏପରି ସଫଳତା ହାସଲ କରିବାରେ ବିଶ୍ୱର ପ୍ରଥମ ଦଳ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ରୋମାଞ୍ଚକର ଶେଷ ହୋଇଥିଲା। କ୍ରିକେଟ ଜଗତରେ ପରିବର୍ତ୍ତନ ଏକ ଲହରୀ ସୃଷ୍ଟି ଭାବେ ଦେଖାଯାଇଛି। ଭାରତର ଟାଇଟଲ ବିଜୟ ଉତ୍ସବ ମଧ୍ୟରେ ଅନେକ ଅଭିଜ୍ଞ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ସେମାନଙ୍କ ଟି20 ଆନ୍ତର୍ଜାତିକ କ୍ୟାରିୟର ବିଦାୟ ହେବାକୁ ଯାଉଛି। 2026 ଟି20 ବିଶ୍ୱକପ୍ ପାଇଁ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜମଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ପାକିସ୍ତାନ ଦଳରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିଛି। 2026 ଆଇସିସି ଟି20 ବିଶ୍ୱକପରେ ପାକିସ୍ତାନ ଦଳର ଖରାପ ପ୍ରଦର୍ଶନ ପରେ ଏହା ଚର୍ଚ୍ଚା ହେଉଛି ଯେ ବାବର ଆଜମଙ୍କୁ ଦଳରୁ ବିଦା କରାଯିବା ନିଶ୍ଚିତ। ସେହିପରି ଗ୍ଲେନ୍ ମ୍ୟାକ୍ସୱେଲ୍, ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ 37 ବର୍ଷ ବୟସରେ, ତେଣୁ ଟି20 ଆନ୍ତର୍ଜାତିକ କ୍ରିକେଟରେ ତାଙ୍କ ଫିଟନେସକୁ ବଜାୟ ରଖିବାକୁ ଏକ ଚ୍ୟାଲେଞ୍ଜ ହେବାରେ ଲାଗିଛି। 2026 ଟି20 ବିଶ୍ୱକପ୍ ପୁରାପୁରି ଫ୍ଲପ୍ ହୋଇଥିଲେ ମ୍ୟାକ୍ସୱେଲ୍। ଇଂଲଣ୍ଡର 2ଟି ବିଶ୍ୱକପ୍ ବିଜୟୀ 2019-2022ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଜ୍ଞ ଲେଗ୍ ସ୍ପିନର ଆଦିଲ ରସିଦଙ୍କ ବୟସ 38 ବର୍ଷ। ସ୍ପିନ୍ ଅନୁକୂଳ ପିଚ୍ରେ ନିଜର ଯାଦୁ ଚଳାଇବା ପାଇଁ ଜଣାଶୁଣା ରସିଦ ଟି20 ଆନ୍ତର୍ଜାତିକ ଫର୍ମାଟରୁ ଅବସର ନେଇପାରନ୍ତି। ଆଫଗାନିସ୍ତାନର ସବୁଠାରୁ ଅଭିଜ୍ଞ କ୍ରିକେଟର ମହମ୍ମଦ ନବିଙ୍କୁ ଏବେ 41 ବର୍ଷ। ସେ ବିଶ୍ୱର ସବୁଠାରୁ ବୟସ୍କ ସକ୍ରିୟ ଟି20 ଖେଳାଳି ମଧ୍ୟରୁ ଜଣେ। ନବି ପୂର୍ବରୁ ସୂଚନା ଦେଇସାରିଛନ୍ତି 2020 ବିଶ୍ୱ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ। ନବି ଯେକୌଣସି ସମୟରେ ଟି20 ଆନ୍ତର୍ଜାତିକ ଫର୍ମାଟକୁ ଅବସର ଘୋଷଣା କରିପାରନ୍ତି।